नमस्कार बंधुगण आज एक कहानी माध्यम जणाइबू मनीष जीवन रे कर्म बड़ ना भाग्य बड़ होइथाए। गोटे जंगल रे जणे साधु रहुथिले। तांको पाखरे अनेक शिष्य मध्य रहुथिले। सेमानंक मध्यरु दुई जण शिष्य अनेक प्रश्न पचराउचरा करुथिले। सेही शिष्यंकर नाम थिला अजय व विजय। गोटे दिन दुहिंक मध्यरे तर्क लागिला। अजय कहिला मनीषर भाग्य सबु किछि, आउ विजय कहिला भाग्य किछि नुह, कर्म न करिले किछि भी मिलिब नाही। मनीषर कर्म सबु किछि होइथाए। जेतेबेले दुहिंकर समस्यार समाधान हेलानी, सेमाने गुरुजींक पाखरे पहुंची निजर समस्या जणाइले। यह सुनिबा परे गुरुजी चिंतारे पड़िले आउ कहिले तुम मानंकर प्रश्नर उत्तर काली देबी, किंतु मोर गोटे शर्त अछि कि तुमे दुई जण गोटे कोठरी रे 24 घंटा रहिबाकू हेबो एवं तुम मानंकु किछि खाइबाकू दिया जिवो नाही। एकथा सुनिबा परे शिष्य माने राजी हेले आउ दुई जणंकु गोटे कोठरी रे बंद करागला। दिन सारा खाइबाकू किछि दियागला नाही। संध्या हेबारे दुहे भोकरे आउटु पाउटु हेले। एहा परे विजय कहिला, बंधु आस एठारे किछि खाद्य खोजिबा। किंतु अजय कहिला, भाग्ୟରେ ଯାହା ଥିବ ସେଇଆ ହେବ। ଏହା ପରେ ବିଜୟ ଏପଟ ସେପଟ କରି ଅନ୍ଧାରରେ ଖୋଜିବାକୁ ଲାଗିଲା ଆଉ ତା ହାତରେ ଗୋଟେ କଳସି ଲାଗିଲା। କଳସିରେ କିଛି ଭଜା ଛୋଲା ଥିଲା। ତାପରେ ବିଜୟ କହିଲା, ଆକି ମୁଁ କରି ଖୋଜିବା ଦ୍ୱାରା ମୋତେ ଏତିକି ଖାଦ୍ୟ ମିଳିଲା। ଯଦି କର୍ମ କରିନଥାନ୍ତି ତେବେ କ'ଣ ମୋତେ ମିଳିଥାନ୍ତା? ଅଜୟ କିନ୍ତୁ କହିଲା ଭାଗ୍ୟ ହିଁ ବଡ଼। ଯାହାକୁ ଶୁଣିବା ପରେ ବିଜୟ ରାଗିଯାଇ କହିଲା, ଯଦି ତୁମ ଭାଗ୍ୟ ବଡ଼ ତେବେ ଭଜା ଛୋଲାରେ କିଛି ପଥର ବି ରହିଛି। ତୁମେ ଏହାକୁ ଭାଗ୍ୟ ଭାବି ଖାଇନିଅ। ରାତି ପାହିଲା ପରେ ଗୁରୁଜୀ ଶିଷ୍ୟଙ୍କୁ ପଚାରିଲେ, ତୁମେ କ'ଣ ଅନୁଭବ କରିଲ? ଯାହାର ଉତ୍ତରରେ ଦୁଇ ଶିଷ୍ୟ ନିଜର ଅନୁଭୂତି ଜଣାଇଲେ। ଏହାପରେ ଅଜୟ ବିଜୟ ଦେଇଥିବା ପଥରକୁ ଗୁରୁଜୀଙ୍କୁ ଦେଲା, କିନ୍ତୁ ଦେଖିଲା ବେଳକୁ ପଥର ଗୁଡ଼ାକ ହୀରା ପାଲଟି ଯାଇଛି, ଯାହାକୁ ଦେଖି ଦୁହେଁ ଆଶ୍ଚର୍ଯ୍ୟ ହୋଇଗଲେ। ଏହାପରେ ଗୁରୁଜୀ ଶିଷ୍ୟମାନେ ପ୍ରଶ୍ନ କରିଲେ, କର୍ମ ବଡ଼ ନା ଭାଗ୍ୟ ବଡ଼? ଉତ୍ତରରେ ଗୁରୁଜୀ କହିଲେ, ଦୁଇଟି ଯାକ ବଡ଼। ବିଜୟ କର୍ମ କଲି ଛୋଲା ପାଇଲା, ଆଉ ହୀରାକୁ ପଥର ଭାବି ଅଜୟକୁ ଦେବାରୁ ତାହା ହୀରା ପାଲଟିଗଲା। ବନ୍ଧୁଗଣ, ଯଦି ଏହି ଭିଡ଼ିଓଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ୍ କରିବା ସହିତ ଏହାକୁ ସେୟାର କରିଦିଅନ୍ତୁ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ବନ୍ଧୁଗଣ, ଭକ୍ତିରେ ଥରେ ନିଜ ଇଷ୍ଟଦେବଙ୍କ ନାମ କମେଣ୍ଟ ବକ୍ସରେ ଅବଶ୍ୟ ଲେଖିଦିଅନ୍ତୁ। ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।